ଜୀବନର ଅବକାଶ ଦେଇଛନ୍ତି। ତେଣୁ ପ୍ରଭୁଙ୍କର ସେଇ ମହତ୍ ନାମକୁ ଗୌରବ କରି ସମସ୍ତେ କହିବା ହାଲେଲୁୟା ହାଲେଲୁୟା। ଯୀଶୁ ମସିହ ଯୀଶୁଙ୍କ ନାମରେ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଏହି ସମୟରେ ଆମ ଉତ୍କଳ ବାପ୍ତିଷ୍ଟ ମଣ୍ଡଳୀ ସମ୍ମିଳନୀର ସଭାପତି ଥାନା ସିଂ ମଣ୍ଡଳୀର ପାଳକ ମହାଶୟଙ୍କୁ ମୁଁ ଅନୁରୋଧ କରିବି ଏହି 40ତମ ଶାଖା ମଣ୍ଡଳୀ ସ୍ଥାପନ ଦିବସ ଉପଲକ୍ଷେ 2 ଦିନ ଧରି ଏହି ସ୍ଥାନରେ ଆମଙ୍କର ଉଦ୍ଦୀପନା ସଭା ଅନୁଷ୍ଠିତ ହେବ। ଏହି ସଭାକୁ ପ୍ରଭୁଙ୍କ ନାମରେ ପ୍ରଭୁଙ୍କ ଗୌରବ ନିମନ୍ତେ ଆଉ ପତାକା ଉତ୍ତୋଳନ କରି ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଏହି ସମୟରେ ସଭାପତି ମହାଶୟଙ୍କୁ ଅନୁରୋଧ କରିବି ସେ ସମସ୍ତ କାର୍ଯ୍ୟ ପରିଚାଳନା କରିବେ। 40ତମ ଉତ୍ସବ ଉପଲକ୍ଷେ ଆମେ এই କାର୍ଯ୍ୟକ୍ରମ କରିବାକୁ ଯିବା। ମୁଁ ଅନୁରୋଧ କରିବି ଆମମାନଙ୍କର ସମ୍ମିଳନୀର ସହ କୋଷାଧ୍ୟକ୍ଷ ତଥା ନାରାୟଣପୁର ମଣ୍ଡଳୀର ପାଳକ ମହାଶୟ ପ୍ରାର୍ଥନା ଉତ୍ସର୍ଗ କରିବେ। ଆମେ ସମସ୍ତେ ଆଉ ପ୍ରାର୍ଥନାରେ ମନୋଯୋଗୀ ହେଉ। ପ୍ରାର୍ଥନା କରିବା ସ୍ୱର୍ଗୀୟ ପିତା, ଧନ୍ୟବାଦ ଦଉଛୁ ପ୍ରଭୁ ତୁମରି ଅସୀମ କୃପା ଦୟା ଅନୁକମ୍ପା ହେତୁ ଆମେ ଆଜି ପ୍ରିୟ ଶାଖା ମଣ୍ଡଳୀରେ ତୁମର ବିଶ୍ୱସ୍ତତାକୁ ସ୍ମରଣ କରି ଶାଖା ମଣ୍ଡଳୀର 40ତମ ସ୍ଥାପନ ବାର୍ଷିକୀ ଆମେ ପ୍ରତିପାଳନ କରୁ କରୁ ତୁମ ନାମରେ ଏହି ସଫଳ କାର୍ଯ୍ୟକୁ ସମର୍ପଣ କରୁଛୁ। ପ୍ରଭୁ ତୁମେ ବିଦ୍ୟମାନ ହୋ, ତୁମେ ଆମମାନଙ୍କ ମଧ୍ୟରେ ଆପଣର ଉପସ୍ଥିତି ପ୍ରକାଶ କର। ତୁମର ପ୍ରିୟ ଦାସ এই କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରୁ କରୁ এই ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରିବେ। এই କାର୍ଯ୍ୟ ପୁଣି ଅବଶିଷ୍ଟ ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟରେ ତୁମରି ଅନୁଗ୍ରହର ହସ୍ତର ସଫଳ କାର୍ଯ୍ୟକୁ ତୁମେ ସଫଳ କରି ତୁମେ ଗୌରବ ପାଅ। এই କାର୍ଯ୍ୟକୁ ତୁମ ସହିତ ରଖି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁ। ଆମେନ୍। ଧନ୍ୟବାଦ। এই ସମୟରେ ପ୍ରଭୁଙ୍କର ବାକ୍ୟରୁ ଆମେ ପାଠ କରିବା। ମୁଁ ଅନୁରୋଧ କରିବି ଆମମାନଙ୍କର କେଶୀପୁର ମଣ୍ଡଳୀର ପାଳକ ମହାଶୟ ଗୀତ ସଙ୍ଗୀତ 60 ପର୍ବର 4 ପଦ ପାଠ କରି ଶୁଣାଇବେ। ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମେ ଆପଣା ପ୍ରୟୋଗକାରୀମାନଙ୍କୁ ଏକ ପତାକା ଦେଇଅଛ। ଧନ୍ୟବାଦ। এই ସମୟରେ ପୁନର୍ବାର ପ୍ରାର୍ଥନା କରିବା। ଆମର ତରୁଣ ମଣ୍ଡଳୀର ପାଳକ ମହାଶୟ ସଂକ୍ଷେପରେ ପ୍ରାର୍ଥନା କରିବେ। ତାପରେ ଆମେ ପତାକା ଉତ୍ତୋଳନ କାର୍ଯ୍ୟ କରିବା। ସ୍ୱର୍ଗବାସୀ ପବିତ୍ର ପ୍ରଭୁ, ତୁମରି ମହତ୍ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ। ଅନୁଗ୍ରହ କରି ସୁନ୍ଦର ସମୟ ପ୍ରଦାନ କରିଅଛ। ସ୍ଥାନୀୟ ଗୁର୍ଜାଙ୍ଗ ଶାଖା ମଣ୍ଡଳୀ ସ୍ଥାପନର 40 ବର୍ଷ ପୂର୍ଣ୍ଣ ହେବାକୁ ଦେଇ ସେଥିପାଇଁ ଧନ୍ୟବାଦ କରୁଛୁ। ସେ ଉଦ୍ଦେଶ୍ୟରେ 2 ଦିନ ସଭା ଅନୁଷ୍ଠିତ ହେବ। ପ୍ରାର୍ଥନା କରୁଛୁ ସଭାକୁ ଆରମ୍ଭ କରିବାକୁ ଯାଇ ମୋ ଦାସ ପତାକା ଉତ୍ତୋଳନ କରିବେ। ମୋ ଦାସଙ୍କୁ ଆଶୀର୍ବାଦ କର, ଉପସ୍ଥିତ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ଅବଶିଷ୍ଟ ସମସ୍ତ କାର୍ଯ୍ୟକ୍ରମ ରଖ। ମହିମା ଗୌରବ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍। ଧନ୍ୟବାଦ। କୋଉଟା ବାବୁ? ସେଇଟା ନାଇଁ ସେ ଉପରଟା ଟାଣି ଦିଅ। ଏଇଟା ତ ସେଇଟା ଦୟାକରି ଆମେ ସମସ୍ତେ ନିରବ ହେବା। ଆମେ ଏହି ସମୟରେ ବୁର୍ଜାଙ୍ଗ ଶାଖା ମଣ୍ଡଳୀର 40ତମ ସ୍ଥାପନ ଦିବସ ଉପଲକ୍ଷେ ଆମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଏ ପତାକା ଉତ୍ତୋଳନ କରୁଅଛୁ। ଆସନ୍ତୁ ଆସନ୍ତୁ। ଉଦ୍ଘାଟନ ଆମେ କରିବୁ। ନାଇଁ ମୁଁ କହିବି। ହ୍ୟାଲୋ। এই সময়ে আমার সম্মিলনীর সমস্ত মুখ্য কর্মকর্তাগণ, পালকগণ, ডিকনগণ, চালকগণ, কর্মকর্তা কর্মকর্ত্রী এবং অজগয় মন্ডলীর পালক ডিকনগণ মুখ্য কর্মকর্তা সমস্তে সম্মুখକୁ আসন্তু। প্রভুଙ୍କ নাম ধন্য হও। প্রভু অনুগ্রহ করি স্থানীয় বুর্জাঙ্গ শাখা মন্ডলীর 40তম স্থাপন দিবসর আজির সভাକୁ উদ্ঘাটন করিবা পাই ଆମମାନଙ୍କର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା
ନୂଆଗଡ଼ ମଣ୍ଡଳୀର ପାଳକ ମହାଶୟଙ୍କୁ ଆଜିର ସଭା ଉଦ୍ଘାଟନ ନିମନ୍ତେ ମୁଁ ସମର୍ପଣ କରୁଛି। ତାଙ୍କର କାର୍ଯ୍ୟକ୍ରମ ସେ ଆରମ୍ଭ କରିବେ। ଧନ୍ୟବାଦ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ଆଜି ଉଦ୍ୟାନ ଶାଖା ମଣ୍ଡଳୀର 40ତମ ସ୍ଥାପନ ଦିବସ ଅବସରରେ 2 ଦିନ ବ୍ୟାପୀ ଏହି ସ୍ଥାନରେ ଉଦ୍ଦୀପନା ସଭା ଅନୁଷ୍ଠିତ ହେବ। ଏହି ସଭାକୁ ଆମେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପୂର୍ବରୁ ପ୍ରଭୁଙ୍କ ବାକ୍ୟରୁ 2ଟି ଶାସ୍ତ୍ରାଂଶ ପାଠ କରିବା। ପ୍ରଥମ ଶାସ୍ତ୍ରାଂଶ ଗୀତ ସଂହିତା 100 ଗୀତ ଆରମ୍ଭରୁ 5 ପଦ ପର୍ଯ୍ୟନ୍ତ ଅଜୟଗଡ଼ ମଣ୍ଡଳୀର ଶ୍ରୀ ବିଜୟ ମା ପାଠ କରି ଶୁଣେଇବେ ଏବଂ ଦ୍ୱିତୀୟ ଶାସ୍ତ୍ରାଂଶ ଅଜୟଗଡ଼ ମଣ୍ଡଳୀର ରାଉଳ ଟିକନ ଗୀତ ସଂହିତା 100 ପଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। ଏ ସକଳ ଦେଶ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଆନନ୍ଦରେ ସଦାପ୍ରଭୁଙ୍କର ସେବା କର। ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି ଏହା ତୁମ୍ଭେମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କର ଚରା ସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର, ତାହାଙ୍କ ନାମରେ ଗୁଣାନୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସାଇ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ଦ୍ୱିତୀୟ ଶାସ୍ତ୍ରାଂଶ ପାଠ କରିବା। ଗୀତ ସଂହିତା 24 ଗୀତ 7ରୁ 10 ପଦ ଅଣ୍ଡର ସିଂ ମଣ୍ଡଳୀର ବାଳକ ଆସିବେ ପାଠ କରି ଶୁଣିବେ। ଏ ନଗର ଦ୍ୱାର ସକଳ ମସ୍ତକ ଟେକ, ଏ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ। ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ଏ ନଗର ଦ୍ୱାର ସକଳ ମସ୍ତକ ଟେକ, ଏ ଚିରସ୍ଥାୟୀ କବାଟ ସବୁ ମସ୍ତକ ଟେକ। ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଏ ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। ପ୍ରଭୁ ପଠିତ ଶାସ୍ତ୍ରାଂଶରେ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗସ୍ଥ ପିତା, ତୁମରି ମହାପ୍ରେମ ସକାଶେ ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ଅନୁଗ୍ରହ କରି ଦୀର୍ଘ 40 ବର୍ଷ ତଳେ ଏହି ବୁର୍ଜାଙ୍ଗ ଶାଖା ମଣ୍ଡଳୀରେ ପ୍ରଭୁ ଏକ ଶାଖା ମଣ୍ଡଳୀ ସ୍ଥାପନ କରିବା ପାଇଁ ତୁମେ ଅନୁଗ୍ରହ କରିଥିଲ, ସେଥିପାଇଁ ଧନ୍ୟବାଦ କରୁଛୁ। ଦୀର୍ଘ 40 ବର୍ଷ କେତେ ଉତ୍ଥାନ ପତନ ମଧ୍ୟରେ ତୁମେ ଶାଖା ମଣ୍ଡଳୀକୁ ସୁରକ୍ଷା କରି ଆଣି ଆଜି 40ତମ ସ୍ଥାପନ ଦିବସ ସ୍ମରଣ କରିବା ପାଇଁ, ପାଳନ କରିବା ପାଇଁ ଏହି ସୁନ୍ଦର ଅବକାଶ ଦେଇଛ, ସେଥିପାଇଁ ଧନ୍ୟବାଦ କରୁଛୁ। ପ୍ରାର୍ଥନା କରୁଛୁ ଆଜି ଏବଂ କାଲିକି 2 ଦିନ ବ୍ୟାପୀ ଏହି ସ୍ଥାନରେ ପ୍ରଭୁ ଯେଉଁ ସଭା ହେବ, ଉପାସନା ହେବ, ଏହି ସଭା ଉପାସନାରେ ପ୍ରଭୁ ତୁମରି ପବିତ୍ର ଉପସ୍ଥିତି ରଖ। ଏହି 2 ଦିନ ଆଶୀର୍ବାଦ ଯୁକ୍ତ କର। ତୁମରି ବାକ୍ୟ ତୁମରି ଦାସମାନଙ୍କ ଦ୍ୱାରା ବୃଷ୍ଟି କର ଏବଂ ପ୍ରତ୍ୟେକକୁ ଆତ୍ମିକ ଭାବେ ଆଶୀର୍ବାଦ ଉପକୃତ ହେବା ପାଇଁ ଦୟା କର। এই 2 দিনର ପାଗକୁ ନିୟନ୍ତ୍ରଣ କର। ଏହି ସମୟରେ ପ୍ରଭୁ ଏହି ପେଣ୍ଡାଲକୁ ତୁମ ନାମରେ ଉତ୍ସର୍ଗ କରୁଛୁ। ଚତୁର୍ଦିଗରେ ତୁମେ ବାଳ ବଢ଼ାଇ ସୁରକ୍ଷା ନିରାପଦ ଦିଅ। ତୁମରି ପବିତ୍ର ଉପସ୍ଥିତି ପ୍ରତ୍ୟେକ ଅନୁଭବ କରିବା ପାଇଁ ସାହାଯ୍ୟ କର। ବିଭିନ୍ନ ସ୍ଥାନରୁ ଆସିଥିବା ତୁମର ଦାସ ଦାସୀମାନେ ଯେଉଁ ଆଶା ଆକାଂକ୍ଷା ନେଇ ଆସିଛନ୍ତି, ସମସ୍ତଙ୍କର ଆଶା ଆକାଂକ୍ଷା ତୁମେ ପରିପୂର୍ଣ୍ଣ କର। ତୁମରି ବାକ୍ୟ ଦ୍ୱାରା ପରିତୃପ୍ତ କର। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆମେନ୍। ଯେତେବେଳେ ପିତା ଈଶ୍ୱର, ପୁତ୍ର ଈଶ୍ୱର, ପବିତ୍ର ଆତ୍ମା ଈଶ୍ୱରଙ୍କ ନାମରେ ବୁର୍ଜାଙ୍ଗ ଶାଖା ମଣ୍ଡଳୀର 40ତମ ସ୍ଥାପନ ଦିବସର ଏହି 2 ଦିନ ସଭାକୁ ଆମେ ଉତ୍ସର୍ଗ କରି ଉଦ୍ଘାଟନ କରୁଅଛୁ। ବୋଲୋ ପିତା ଈଶ୍ୱରଙ୍କ ନାମରେ, ବୋଲୋ ପୁତ୍ର ଈଶ୍ୱରଙ୍କ ନାମରେ, ବୋଲୋ ଯୀଶୁଙ୍କ ନାମରେ।
बोलो पवित्र आत्मा को नाम ले আমি বিজয়ী হেবা সেদিন মনে ଅଛି বিশ্বাস দৃঢ় বিশ্বাস আমি বিজয়ী হেবা সেদিন আমি বিজয়ী হেবা আমি বিজয়ী হেবা আমি বিজয়ী হেবা সেদিন